ବାସ୍ତୁଶାସ୍ତ୍ର ଅନୁସାରେ ଗୃହ ନିର୍ମାଣ କରିବା ସମୟରେ ସାଧାରଣତଃ ଗୃହକୁ କେତେ ଡିଗ୍ରୀରେ ପ୍ରବେଶ ଦ୍ୱାର ଶୁଭ ଫଳ ମିଳିଥାଏ। ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ସିଦ୍ଧିବିନାୟକ ବାସ୍ତୁଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଏବଂ କର୍ମକାଣ୍ଡ କାର୍ଯ୍ୟାଳୟ ତମାଣ୍ଡୁ, ଭୁବନେଶ୍ୱର। ମୁଁ ବାସ୍ତୁବିଦ, ଜ୍ୟୋତିର୍ବିଦ ଏବଂ କର୍ମକାଣ୍ଡ ପଣ୍ଡିତ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ। ବନ୍ଧୁଗଣ, ଉତ୍ତର ଦିଗରେ ଯଦି ପ୍ରବେଶ ଦ୍ୱାର କରିବାକୁ ଚାହାନ୍ତି ତେବେ 360 ଡିଗ୍ରୀରେ ଉତ୍ତର ଦିଗ ହୋଇଥାଏ, ତ 350 ଡିଗ୍ରୀ ଏବଂ 340 ଡିଗ୍ରୀ ଦୁଇଟି ଶୁଭ ଭାଗ ଉତ୍ତର ଦିଗରେ ରହିଥାଏ। ତେବେ NA3 NA4 ଯଦି ଶୁଭ ଦ୍ୱାର ଆପଣଙ୍କୁ କରନ୍ତି ଆପଣଙ୍କ ପାଇଁ ଗୃହରେ ଶୁଭ ଫଳ ମିଳିଥାଏ। ସେହିପରି ପୂର୍ବରେ 90 ଡିଗ୍ରୀରେ ପୂର୍ବ ଦିଗ ପଡ଼େ, ତେବେ 80 ଡିଗ୍ରୀ ଏବଂ 70 ଡିଗ୍ରୀ ଭିତରେ ଯଦି ଦ୍ୱାର କରନ୍ତି ଗୃହ ପାଇଁ ଶୁଭ ଫଳ ମିଳିଥାଏ।